ଆସ ପିଲାମାନେ ଆଜି ପଢ଼ିବା ଦ୍ୱିତୀୟ ଶ୍ରେଣୀର ଝୁଲଣା ବହି ଜହ୍ନର ଲୁଚକାଳି ଖେଳ। ସଞ୍ଜବେଳ ହୋଇଥାଏ। କାହ୍ନା ତା ସାଙ୍ଗ ଭାସ୍କର ସହିତ ତାଙ୍କ ଘରକୁ ଗଲା। ଦୁହେଁ ମିଶି ସ୍କୁଲରେ ଦିଆଯାଇଥିବା ପାଠ ପଢ଼ିଲେ। କିଛି ସମୟ ପରେ ପଢ଼ା ବନ୍ଦ କରି ବାରିପଟକୁ ଗଲେ। ଖୋଲା ଆକାଶକୁ ମନଭରି ଚାହିଁଲେ। ଯାଉ ଯାଉ ଗୋଟିଏ ବଡ଼ କୁଣ୍ଡ ଦେଖିଲେ। ଏହି କୁଣ୍ଡରେ ଭାସ୍କରର ବାପା କିଛି ମାଛ ରଖିଥିଲେ। ହଠାତ୍ ଆଶ୍ଚର୍ଯ୍ୟ ହୋଇ କୁଣ୍ଡକୁ ଦେଖି କାହ୍ନା କହିଲା, ଭାସ୍କର, ଦେଖିଲୁ ଆଜି ଜହ୍ନଟା କେମିତି କୁଣ୍ଡ ଭିତରକୁ ଆସିଯାଇଛି। ରୁଟି ଭଳି ଗୋଲ ଦେଖାଯାଉଛି। ବଡ଼ ମାଛଟା ଜହ୍ନକୁ ଥରକୁ ଥର ଖାଇବାକୁ ଆସୁଛି, ହେଲେ ଖାଇପାରୁ ନାହିଁ। ଭାସ୍କର କହିଲା, ଆରେ ସତେ ତ, ଚାଲ ଜହ୍ନ ସହିତ ଖେଳିବା। କୁଣ୍ଡରେ ଦେଖାଯାଇଥିବା ଜହ୍ନକୁ ଦୁହେଁ ଧରିବାକୁ ଚେଷ୍ଟା କଲେ। ଜହ୍ନ ଧରାଦେଲା ନାହିଁ। ଭାସ୍କର ଚିନ୍ତା କଲା, ମାଛକୁ ଯେପରି ଜାଲରେ ଧରାଯାଏ, ଠିକ୍ ସେହିପରି ଜହ୍ନକୁ ଜାଲରେ ଧରିନେବା। ଏହା ଭାବି ଭାସ୍କର ନିଜ ଘରୁ ଏକ ଛୋଟ ଜାଲ ଆଣିଲା। କୁଣ୍ଡ ଭିତରେ ଦୁଇ ସାଙ୍ଗ ଜାଲ ପକାଇଲେ। ଜାଲ ଉଠାଇବାକୁ କେବଳ ମାଛ ଥାଆନ୍ତି, କିନ୍ତୁ ଜହ୍ନ ନ ଥାଏ। ବାରମ୍ବାର ଜାଲ ପକାଇ ଦୁହେଁ ହାଲିଆ ହୋଇଗଲେ। ଜହ୍ନ ଆଡ଼କୁ ଚାହିଁ କହିଲେ, ଏ ଜହ୍ନ ବଡ଼ ଦୁଷ୍ଟ ଅଛି, ଆମକୁ କି ମାଛକୁ ଧରା ଦେଉନାହିଁ। ଶେଷରେ ମାଛଗୁଡ଼ିକୁ କୁଣ୍ଡରେ ଛାଡ଼ିଦେଇ ଦୁଇ ସାଙ୍ଗ ନିରାଶ ହୋଇ ଘରକୁ ଫେରିଲେ। ଆସ ପିଲାମାନେ ପ୍ରଶ୍ନ ଉତ୍ତର କରିବା। 1. ଆସ କଥା ହେବା। କ. ମାଛଟି ଜହ୍ନକୁ ଖାଇପାରୁ ନଥିଲା କାହିଁକି? କାରଣ କୁଣ୍ଡରେ ଜହ୍ନ ନଥିଲା, ତାର ପ୍ରତିବିମ୍ବ ଥିଲା। ଖ. ଜାଲକୁ ଆମେ କେଉଁ ସବୁ କାର୍ଯ୍ୟରେ ବ୍ୟବହାର କରୁ? ମାଛ ଧରିବାରେ ବ୍ୟବହାର କରୁ। ଗ. ଆକାଶର ଜହ୍ନକୁ ଦେଖି ତୁମେ କ'ଣ ସବୁ ଭାବୁଥାଅ? ଜହ୍ନ ଯଦି ଆମ ପାଖେ ଥାଆନ୍ତା, ତାକୁ ଧରି ବହୁତ ମଜା କରିଥାନ୍ତେ। ଘ. ତୁମେ ଯଦି ପୋଖରୀରେ ଜହ୍ନ ଦେଖିବ, ତେବେ କ'ଣ କରିବ? ସାଙ୍ଗ ପିଲାମାନଙ୍କୁ ଡାକି ଦେଖାଇବ। ଙ. ତୁମେ କେତେବେଳେ ହାଲିଆ ଅନୁଭବ କର? ଯେତେବେଳେ ଅଧିକ ପରିଶ୍ରମ ବା କାମ କରିଥାଉ, ସେତେବେଳେ ଅଧିକ ହାଲିଆ ଅନୁଭବ କରୁ। 2. ଚିତ୍ରରେ ରଙ୍ଗ ଦିଅ। ତୁମେ ଜହ୍ନର ବିଭିନ୍ନ ଆକାର ଦେଖିଥିବ। ତଳେ ଦିଆଯାଇଥିବା ସେହି ଆକାରରେ ଜହ୍ନକୁ ରଙ୍ଗ ଦିଅ। ତମେ କୋଠରୀ ଭିତରେ ଯେଉଁ ଜହ୍ନ ଚିତ୍ର ଦିଆହେଇଛି, ତାକୁ ରଙ୍ଗ କରିବ। 3. ଶବ୍ଦ ଗଠନ କର। ଯେପରି ଏଠି ଲେଖାହେଇଛି ନମସ୍କାର, ସେମିତି ତମେ ଗୋଲ ଭିତରେ ଦେଖିବ ଲେଖାଅଛି, ଲେଖିବ ସଂସ୍କାର, ତିରସ୍କାର। 4. ପାଠଟିକୁ ପଢ଼ି ଉତ୍ତର ଲେଖ। କ. କାହ୍ନା ଓ ଭାସ୍କର କୁଆଡ଼େ ବୁଲିବାକୁ ଗଲେ? ବାରିପଟକୁ ଗଲେ। ଖ. ଜହ୍ନକୁ ଧରିବା ପାଇଁ ଦୁଇ ସାଙ୍ଗ କ'ଣ କଲେ? ମାଛ ଧରୁଥିବା ଜାଲ ଆଣି ସେଥିରେ ଧରିବାକୁ ଚେଷ୍ଟା କଲେ। ଗ. ଘରୁ କିଏ ଜାଲ ଆଣିଲା? ଭାସ୍କର ଘରୁ ଜାଲ ଆଣିଲା। ଘ. କୁଣ୍ଡରେ ଜହ୍ନକୁ ଦୁଇ ସାଙ୍ଗ ଧରିପାରିଲେ ନାହିଁ କାହିଁକି? କାରଣ କୁଣ୍ଡରେ ଜହ୍ନ ନଥିଲା, ତାର ପ୍ରତିବିମ୍ବ ଥିଲା। 5. ଶବ୍ଦକୁ ନେଇ ଅର୍ଥପୂର୍ଣ୍ଣ ବାକ୍ୟ ଲେଖ। ନମସ୍କାର, ମୁଁ ମୋର ଶିକ୍ଷକଙ୍କୁ ନମସ୍କାର କରିଲି। ସ୍ଖଳନ, ଭୂସ୍ଖଳନ ଯୋଗୁଁ ବହୁତ କ୍ଷୟକ୍ଷତି ହୁଏ। 6. ସ୍କ ଅକ୍ଷର ଲାଗିଥିବା ଶବ୍ଦ ଶିକ୍ଷକ ପିଲାଙ୍କୁ ଡାକିବେ। ଭାସ୍କର, ପୁରସ୍କାର, ତସ୍କର, ସ୍ଖଳନ, ନମସ୍କାର, ତିରସ୍କାର, ପରିଷ୍କାର, ସ୍କୁଲ। 7. ତଳେ ଦିଆଯାଇଥିବା ଚିତ୍ର ଦେଖି ଗପଟିଏ ଲେଖ। ଗୋଟିଏ କୁକୁର ଯାଉଥିଲା ବାଟରେ। ଗଲାବେଳେ ସିଏ ଦେଖିଲା, ପରବର୍ତ୍ତୀ ଯେଉଁ କୋଠରୀ ଭିତରେ ଦିଆଯାଇଛି, ସେଥିରେ ଦେଖିବ ସିଏ ଗଲାବେଳେ ଗୋଟିଏ ହାଡ଼ଟିଏ ପାଇଲା।
ସେ ହାଡ଼ଟିକୁ ଧରିକି ସିଏ ଯେତେବେଳେ ନଈ କୂଳ ଦେଇକି ଗଲାବେଳକୁ ପାଣି ଭିତରେ ତାର ପ୍ରତିବିମ୍ବ ଦେଖାଯାଇଛି। ଯେତେବେଳେ ଦେଖାଯାଉଛି ସେ ଆଁ କରିକି ସେ ଭୁକିବା ସମୟରେ ସେ ହାଡ଼ଟି ପାଣି ଭିତରେ ଖସି ପଡ଼ିଛି। 8 ନମ୍ବର। ତଳେ ଦିଆଯାଇଥିବା ଚିତ୍ରରେ ଚଢ଼େଇଟି କ'ଣ କରୁଛି ଓ କାହିଁକି କରୁଛି 5 ଧାଡ଼ିରେ ଲେଖ। ଦେଖ, ଗୋଟିଏ ଚଢ଼େଇଟିଏ ଅଛି, ଗୋଟିଏ ଅଇନାଟିଏ ବି ଅଛି। 2 ହେଲା। 3 ନମ୍ବରରେ ଲେଖିବ ଗୋଟିଏ ଫୁଲଦାନୀ ଅଛି। ଫୁଲଦାନୀର ପ୍ରତିବିମ୍ବ ଆରିସି ଭିତରେ ଯେଉଁ ଅଇନା ସେଥିରେ ଦେଖାଯାଉଛି। ଚଢ଼େଇଟି ତାକୁ ଦେଖିକି ବୋବଉଛି। ତମେ ଗୋଟି ଗୋଟି କରି 5 ଧାଡ଼ି କରିକି ଲେଖିବ। 9 ନମ୍ବର। ଗଛର ଛାଇ ଦର୍ପଣରେ ଥିବା ତୁମର ପ୍ରତିବିମ୍ବ, ପାଣିରେ ଥିବା ଗଛର ଛାଇ, ବହି, ତୁମ କଣ୍ଢେଇ ଏଗୁଡ଼ିକ ଭିତରୁ ଯାହାକୁ ଧରିପାରିବ ତାକୁ ଭିତରେ ଲେଖ। ଗଛର ଛାଇକି ଧରିପାରିବ ନାହିଁ। ଦର୍ପଣରେ ଥିବା ତୁମର ପ୍ରତିବିମ୍ବ ତାକୁ ବି ଧରିପାରିବନି। ପାଣିରେ ଥିବା ଗଛର ଛାଇ ତାକୁ ବି ଧରିପାରିବ ନାହିଁ। ବହି, ତୁମ କଣ୍ଢେଇ ଏଇଗୁଡ଼ିକ ତମେ ଏଇ ବାକ୍ସ ଭିତରେ ଲେଖିବ। ପରବର୍ତ୍ତୀ ଭିଡ଼ିଓରେ ଆମେ ପଢ଼ିବା କହିଲ ଦେଖି ମୁଁ କିଏ।